ଆରମ୍ଭ ପ୍ରାର୍ଥନା ଆମର ନରେନ୍ଦ୍ର ଭାଇ ଅଛନ୍ତି, ସେ ଆରମ୍ଭ ପ୍ରାର୍ଥନା କରିବେ। ତାପରେ ଆମର ସତାରୀ ଭାଇ ଗୀତ ପାଇଁ ତମେ ଖେଳିଥାଅ ହେଲା। ରେଡି। ହଉ ଠିକ ଅଛି, ଆସନ୍ତୁ ଆମେ ମାନେ ପ୍ରାର୍ଥନା କରିବା। ଆହେ ଆମ ମାନଙ୍କର ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ଉଦ୍ଧାର କର୍ତ୍ତା, ଆମ ମାନଙ୍କର ପାଳନ କର୍ତ୍ତା, ଦୟାମୟ ଦୟାଳୁ ପିତା ପରମେଶ୍ଵର, ଏତେବେଳେ ଆପଣଙ୍କର ପବିତ୍ର ନାମକୁ କୋଟି କୋଟି ଧନ୍ୟବାଦ। ପୁଣି ସଦା କାଳରେ ଆପଣଙ୍କର ପବିତ୍ର ନାମକୁ କୋଟି କୋଟି ଧନ୍ୟବାଦ ଦଉଛୁ ପିତା ପରମେଶ୍ଵର। ପିତା ଆମ ମାନଙ୍କର ସହବର୍ତ୍ତୀ ପରମେଶ୍ଵର ହେଲ। ଆଜି ଦିନ ସାରା ଆମ ମାନଙ୍କର କାର୍ଯ୍ୟକଳାପରେ ଆମ ମାନଙ୍କୁ ସାହାଯ୍ୟ କଲ। ଆବଶ୍ୟକୀୟ ବଳ ଶକ୍ତି ବୁଦ୍ଧି ଜ୍ଞାନ ଦେଇ ଆପଣ ଆପଣା କାର୍ଯ୍ୟକର୍ମ ସାଧନ କରିବା ନିମନ୍ତେ ଆମ ମାନଙ୍କୁ ସାହାଯ୍ୟ କଲ ପିତା। ଏଥିପାଇଁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ପିତା। ଆଜି ଦିନ ମଧ୍ୟରେ ଆମ ମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରୁ ଆମ ମାନଙ୍କୁ କଢେଇ ଆଣି ଏଇ ସନ୍ଧ୍ୟା ସମୟରେ ଏକ ସୁନ୍ଦର ଅବସର ଆମ ମାନଙ୍କୁ ଦେଲ। ଆପଣଙ୍କର ଚରଣ ତଳେ ବସି ଆପଣଙ୍କର ବାକ୍ୟ ଶୁଣିବା ପାଇଁ ପିତା ଆମ ମାନଙ୍କୁ ସୁଯୋଗ ଦେଇଥିବାରୁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ପିତା। ପିତା ଏଇ ମୋବାଇଲ ଜରିଆରେ ଆମ ମାନଙ୍କୁ ଜଡିତ ହେବା ପାଇଁ ସାହାଯ୍ୟ କଲ। ଏଇ ମୋବାଇଲ ଜରିଆରେ ଜଡିତ ହୋଇ ଆପଣଙ୍କର ପବିତ୍ର ବାକ୍ୟ ଶୁଣିବା ପାଇଁ ଆମ ମାନଙ୍କୁ ସୁଯୋଗ ଦେଲ। ଆପଣଙ୍କର ଗୌରବ କରିବା ପାଇଁ ଆମ ମାନଙ୍କୁ ସୁଯୋଗ ଦେଲ ପିତା, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ। ହୁଏତ ଏଇ ଦିନ ମାନଙ୍କୁ ଅନେକ ଲୋକ ଦେଖି ପାରି ନଥିବେ, କିନ୍ତୁ ଆମ ମାନଙ୍କର ପ୍ରତି ଆପଣଙ୍କର ଅସୀମ ଦୟା ଅନୁଗ୍ରହ ଏ ପର୍ଯ୍ୟନ୍ତ ପ୍ରଚୁର ରୂପେ ଆମ ମାନଙ୍କ ଉପରେ ବର୍ତାଇ ରଖିଥିବା ହେତୁ ଆପଣଙ୍କୁ କୋଟି କୋଟି ଧନ୍ୟବାଦ ପିତା। ଏହିପରି ପିତା ଆପଣଙ୍କର ଦୟା ଏବଂ ଅନୁଗ୍ରହ ଆମ ମାନଙ୍କ ମଧ୍ୟରେ ଯେ ପର୍ଯ୍ୟନ୍ତ ଥିବ, ସେ ପର୍ଯ୍ୟନ୍ତ ପିତା ମାନେ ଆପଣଙ୍କର ଗୌରବ କରିବା ନିମନ୍ତେ ଆପଣ ଆପଣଙ୍କୁ ପ୍ରସ୍ତୁତ କରିବୁ। ଏଇ ଦିନ ମାନଙ୍କରେ ପିତା ମାନେ ଆପଣାକୁ ଅଧିକରୁ ଅଧିକ ଆପଣଙ୍କ ଠାରେ ଆମ ମାନେ ଉତ୍ସର୍ଗ କରି ସମର୍ପଣ କରି ଆପଣଙ୍କର ଉଦ୍ଦେଶ୍ୟରେ ଆମ ମାନେ ବଞ୍ଚିବୁ ପିତା। ଏଥିପାଇଁ ଆମ ମାନଙ୍କୁ ସାହାଯ୍ୟ କର। ଆତ୍ମିକ ବୁଦ୍ଧି ଜ୍ଞାନରେ ଆମ ମାନଙ୍କୁ ନିପୁଣ କର। ସ୍ଵର୍ଗୀୟ ବୁଦ୍ଧି ଜ୍ଞାନରେ ଆମ ମାନଙ୍କୁ ପରିପୂର୍ଣ୍ଣ କର। ପୁଣି ଆମ ମାନଙ୍କୁ ଆପଣଙ୍କର ରାଜ୍ୟ ନିମନ୍ତେ ଅଧିକରୁ ଅଧିକତର ବ୍ୟବହାର ହବା ନିମନ୍ତେ ପିତା ଆମ ମାନଙ୍କୁ ଆଶୀର୍ବାଦ କର। ପିତା ଆଜିର ସମୟକୁ ଆପଣଙ୍କର ହସ୍ତରେ ଦଉଅଛୁ ପିତା। ଆଜିର ପ୍ରତ୍ୟେକ ବିଷୟକୁ ଆପଣଙ୍କର ହସ୍ତରେ ଦଉଅଛି। ଏଇ ସମୟରେ ପିତା ଆଜିର ଏଇ କାର୍ଯ୍ୟକ୍ରମରେ ଯେତେ ଜଣ ଭାଇ ମାନେ ଭାଗ ନେଇ ଅଛନ୍ତି, ଗୀତ ଗାନ କରିବାରେ, ବାକ୍ୟ ପଠନ କରିବାରେ, ବାକ୍ୟ ବିତରଣ କରିବାରେ, ଶ୍ରୋତା ବକ୍ତା ଉଭୟଙ୍କୁ ଆପଣ ଆଶୀର୍ବାଦ କର। ଆଉ ଯେଉଁ ଭାଇ ଆପଣଙ୍କର ପବିତ୍ର ବାକ୍ୟକୁ ବିତରଣ କରିବେ, ସେ ଭାଇଙ୍କୁ ପିତା ଆପଣଙ୍କର ହସ୍ତରେ ଦଉଅଛି। ପିତା ତାଙ୍କର ତଳିପା ଠାରୁ ମସ୍ତକ ପର୍ଯ୍ୟନ୍ତ ଅଭିଷେକ କର। ତାଙ୍କୁ ହଜେଇ ଲୁଚାଇ ତାଙ୍କୁ ମୁଖ ଦେଇ ତୁମେ କଥା କୁହ। ଆଉ ତ ଦ୍ଵାରା ଆମ ମାନେ ଶିକ୍ଷା ପ୍ରାପ୍ତ ହେଇ ଆପଣ ଜୀବନକୁ ଆମ ମାନେ ସଜାଡିବୁ ଏବଂ ଆମ ମାନେ ଆପଣଙ୍କର ଦୃଷ୍ଟିରେ ଅନୁଗ୍ରହର ପାତ୍ର ହେଇ ଆପଣଙ୍କର ଦୃଷ୍ଟିରେ ଆଶୀର୍ବାଦର ପାତ୍ର ପାତ୍ରୀ ହୋଇ ଆପଣଙ୍କର ରାଜ୍ୟରେ ଆମ ମାନେ ଅଗ୍ରସର ହେବୁ। ଏଥିପାଇଁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଏଇ ସୋସିଆଲ ମିଡିଆକୁ ଆପଣଙ୍କର ହସ୍ତରେ ଦଉଅଛି, ନେଟୱାର୍କକୁ ଆପଣଙ୍କର ହସ୍ତରେ ଦଉଅଛି। ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ପିତା ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ହେବ, ଏଥିପାଇଁ ତୁମେ ସାହାଯ୍ୟ କର। ସକଳ ବିଷୟକୁ ଆପଣଙ୍କର ହସ୍ତରେ ଦେଇ ସକଳ ଗୌରବ ମହିମା ଆପଣଙ୍କୁ ଦେଇ ଏଇ ପ୍ରାର୍ଥନା ବିନତି ଆପଣଙ୍କର ଏକ ମାତ୍ର ପୁତ୍ର ଆମ ମାନଙ୍କର ତ୍ରାଣକର୍ତ୍ତା ନାଜରେତୀୟ ପ୍ରିୟତମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍। ଆମେନ୍। ବହୁତ ବହୁତ ଧନ୍ୟବାଦ ନରେନ୍ଦ୍ର ଭାଇ। ବର୍ତ୍ତମାନ ଆମ ମଧ୍ୟରେ ଆମର ସତା ଭାଇ ଅଛନ୍ତି, ସେ ଗୀତ ଖାଇବେ ଆଉ ସେ ମାଧ୍ୟମରେ ଆମେ ପରମେଶ୍ୱରଙ୍କ ପ୍ରଶଂସା କରିବା। ଠିକ ଅଛି ସତାର ଭାଇ ଆରମ୍ଭ କରନ୍ତୁ। ହଉ, ସର୍ବପ୍ରଥମେ ପରମେଶ୍ୱରଙ୍କୁ ଧନ୍ୟବାଦ। ଆଜି ଏତେ ଦିନ ପରେ ସୁଯୋଗ ମିଳିଥିବାରୁ ଗୀତ ଗାଇବା ନିମନ୍ତେ ଏବଂ ଆମର ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ ସାହାଯ୍ୟ କରନ୍ତୁ, ଯେମିତିକି ଆଶୀର୍ବାଦ କରନ୍ତୁ ଏବଂ ପରମେଶ୍ୱରଙ୍କୁ ମଧ୍ୟ ଆଶୀର୍ବାଦରେ ଆଜି ଗୀତ ଗାଇବାକୁ ସୁଯୋଗ ମିଳିଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜି ଗୀତ ହବ ଶୁଣରେ ଶୁଣ ମହାପ୍ରେମ କାହାଣୀର। ଶୁଣରେ ଶୁଣ ମହାପ୍ରେମ କାହାଣୀ, ମନରୁ ତାହା କେବେ ଭୁଲି ହୁଏନି। ଶୁଣରେ ଶୁଣ ମହାପ୍ରେମ କାହାଣୀ, ମନରୁ ତାହା କେବେ ଭୁଲି ହୁଏନି। ଶିଶୁ ସେ
ସୁକୁମଳ ଶାନ୍ତି ଅବତାର ଶିଶୁ ସେ ସୁକୁମଳ ଶାନ୍ତି ଅବତାର ସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ ସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ ଶୁଣରେ ଶୁଣ ମହାପ୍ରେମ କାହାଣୀ ମନରୁ ତାହା କେବେ ଭୁଲି ହୁଏନି ଶୁଣରେ ଶୁଣ ମହାପ୍ରେମ କାହାଣୀ ମନରୁ ତାହା କେବେ ଭୁଲି ହୁଏନି ତାଙ୍କ ହାତର ପରଶ ପାଇଁ ଦୁଃଖୀର ଦୁଃଖ ଗଲା ଉଭେଇ କରୁଣା ଭାର ତାଙ୍କରି ଆଖି ଢାଳିଲା ଲୁହ ପାପୀଙ୍କୁ ଦେଖି ଚିହ୍ନିଥିଲେ ସେ ମଣିଷର ମନ ଚିହ୍ନିଥିଲେ ସେ ମଣିଷର ମନ ଏଡ଼େ ପ୍ରେମ ଆଉ କେହି କରିନି ଶୁଣରେ ଶୁଣ ମହାପ୍ରେମ କାହାଣୀ ମନରୁ ତାହା କେବେ ଭୁଲି ହୁଏନି ଶୁଣରେ ଶୁଣ ମହାପ୍ରେମ କାହାଣୀ ମନରୁ ତାହା କେବେ ଭୁଲି ହୁଏନି ନଥିଲା ତାଙ୍କ ସୁଖ ଆବାସ ସେବାକୁ ସିଏ ମଣିଲେ ସୁଖ ମଣିଷ ପାଇଁ ସହି ଆଘାତ ପିନ୍ଧିଲେ ସେ କଣ୍ଟା ମୁକୁଟ ଜଗତର ପାଇଁ ସ୍ନେହ ଉପହାର ଜଗତର ପାଇଁ ସ୍ନେହ ଉପହାର ଦୟା ବୋହି ଆଉ କେହି ଦେଇନି ଶୁଣରେ ଶୁଣ ମହାପ୍ରେମ କାହାଣୀ ମନରୁ ତାହା କେବେ ଭୁଲି ହୁଏନି ଶୁଣରେ ଶୁଣ ମହାପ୍ରେମ କାହାଣୀ ମନରୁ ତାହା କେବେ ଭୁଲି ହୁଏନି ଶିଶୁ ସେ ସୁକୁମଳ ଶାନ୍ତି ଅବତାର ଶିଶୁ ସେ ସୁକୁମଳ ଶାନ୍ତି ଅବତାର ସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ ସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ ଧନ୍ୟବାଦ ଧନ୍ୟବାଦ ସତାରୀ ଭାଇ ଆଜି ପ୍ରଥମ ଥର ସେ ଗୀତ ଖାଇଲେ ଆଉ ଆଗକୁ ଆହୁରି ବିଷୟ ଅଛି ପ୍ରାର୍ଥନା ଅଛି ବାକ୍ୟ ଅଛି ଆଉ ଆଗକୁ ମଧ୍ୟ ସେ ଆହୁରି କହିବେ ଆମର ଆଶା ଅଛି କାରଣ ସେ ଜୟ ଶିଖୁଛନ୍ତି ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ବର୍ତ୍ତମାନ ମାନେ ବାକ୍ୟ ମଧ୍ୟକୁ ଯିବା 15 ମିନିଟ 20 ମିନିଟ ଆମେ ବାକ୍ୟ ଶୁଣିବା ଆଜିର ବାକ୍ୟର ବିଷୟ ମୁଁ ଯେମିତି ଦେଇଦେଇଛି କି ଜଣେ ଖ୍ରୀଷ୍ଟିଆନର କର୍ତ୍ତବ୍ୟ ଫର୍ଜ ଫର୍ଜ ହିନ୍ଦୀରେ ଫର୍ଜ जिम्मेदारी इंग्लिश में बोलते मस्ट भी ही पारे ना क्या भाई साहब इंग्लिश में रेस्पॉन्सिबिलिटी रेस्पॉन्सिबिलिटी दायित्व कर्तव्य ठीक ठीक है थैंक यू तो ଖ୍ରୀଷ୍ଟିଆନ ମଧ୍ୟ କର୍ତ୍ତବ୍ୟ ବା ଦାୟିତ୍ୱ ଅଛି ଆଉ ଯେମିତି ଆମେ ଜଗତରେ ଆମେ ଦେଖୁଛୁ ଗୋଟେ ମଣିଷ ଯେତେବେଳେ ଜନ୍ମ ହୁଏ ସେ ଶିଶୁରୁ ବୃଦ୍ଧ ହେଲା ପର୍ଯ୍ୟନ୍ତ ବାଇ ଷ୍ଟେପ ତାର କର୍ତ୍ତବ୍ୟ ବା ଦାୟିତ୍ୱ ଥାଏ ସେ ଶିଶୁ ହେଲା ଯେତେବେଳେ ଜନ୍ମ ହୁଏ ବୁଦ୍ଧିପ୍ରାପ୍ତ ହୁଏ ସେତେବେଳେ ସେ ସ୍କୁଲ ଯିବା ତାର କର୍ତ୍ତବ୍ୟ ଦାୟିତ୍ୱ ସେମିତି ଯେତେବେଳେ ବଡ ହୁଏ ବାହାଘର ହୁଏ ତାର ସ୍ତ୍ରୀର ପ୍ରତିପାଳନ କରିବା ଦାୟିତ୍ୱ
ଯୁବକ ସମୟରେ ବାପା ମାର ଆଉ କଥା ମାନିକି ଆଦେଶ ଉପରେ ଚାଲିବାଟା କର୍ତ୍ତବ୍ୟ। ପ୍ରତ୍ୟେକ ଷ୍ଟେପ ବାଇ ଷ୍ଟେପ କର୍ତ୍ତବ୍ୟ ଦାୟିତ୍ୱ ଥାଏ। ସେମିତି ଆମେ ଯେ ସୃଷ୍ଟି ମଧ୍ୟ ଦେଖିବା, ସମସ୍ତ କିଛି କିଛି ଦାୟିତ୍ୱ ଦିଆଯାଇଛି। ସୂର୍ଯ୍ୟକୁ ହଉ, ଚନ୍ଦ୍ରକୁ ହଉ, ଯିଏ ଯା କାମ ସବୁ କରୁଅଛନ୍ତି। ଠିକ ସେଇପରି ଆଜି ଆମେ ଦେଖିବା କି ଆତ୍ମିକରେ ଆଉ ଜଣେ ଖ୍ରୀଷ୍ଟିଆନ ଯେତେବେଳେ ହଉ, ତାର କର୍ତ୍ତବ୍ୟ ବା ତା ଦାୟିତ୍ୱ କଣ, କାରଣ ବାଇବେଲ ଆମକୁ ଶିଖାଏ। ଆଉ ଏଇଟା ହଉଛି ଆମର ପ୍ରଥମରୁ ଅଛି। ଏଇଟା ଆମେ ଯଦି ଦେଖିବା ଆରମ୍ଭରୁ, ଆଦାମକୁ ଯେତେବେଳେ ପରମେଶ୍ୱର ଆଉ ସୃଷ୍ଟି କଲେ, ତାକୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା କି ସେ କଣ କରିବ, ଆଉ ଯୋଉ ଏଦେନ ଉଦ୍ୟାନ ଅଛି ତାର ସେ କଣ କରିବ, ରକ୍ଷଣାବେକ୍ଷଣ କରିବ। ସେଟା ତା ଦାୟିତ୍ୱ ଆଉ କର୍ତ୍ତବ୍ୟ ଥିଲା। ତ ଆମେ ତାପରେ ଦେଖୁଛୁ ଧୀରେ ଧୀରେ ବିଷୟ ଆମେ ଯଦି ଦେଖୁଛୁ ଆଗକୁ, ଆହୁରି ମଧ୍ୟ କର୍ତ୍ତବ୍ୟ ପ୍ରତ୍ୟେକ ଆଉ ଈଶ୍ୱର ବିଶ୍ୱାସୀ ବା ଈଶ୍ୱରଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ କିଛି କିଛି ଦାୟିତ୍ୱ ବା କର୍ତ୍ତବ୍ୟ ପରମେଶ୍ୱର କଣ କରିଛନ୍ତି, ଦେଇଛନ୍ତି। ତ ଆମେ ପଢିବା ପୁରାତନ ନିୟମରେ ଆଦି ପୁସ୍ତକ 17 12 ଆଉ 13, 12, 13, 14 ଜଲଦି ଜଲଦି ପଢିଦିଅ। ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର 8 ଦିନ ବୟସରେ ସୁନ୍ନତ ହେବ। ପୁଣି ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ। ପୁଣି ତୁମ୍ଭର ଗୃହଜାତ ଅଥବା ମୂଲ୍ୟକୃତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ। ତହିଁରେ ଅନନ୍ତ କାଳ ନିମିତ୍ତ ତୁମ୍ଭମାନଙ୍କ ମାଂସରେ ଆମ୍ଭ ନିୟମର ଚିହ୍ନ ଥିବ। ମାତ୍ର ଯାହାର ଲିଙ୍ଗାଗ୍ର ଚର୍ମ ଛେଦନ ହେବ ନାହିଁ, ଏପରି ଯେ ଅସୁନ୍ନତ ପୁରୁଷ, ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ, ସେ ଆମ୍ଭର ନିୟମ ଲଙ୍ଘନ କଲା। ଏଇଟା ଆମେ ଦେଖୁଛୁ। ଧନ୍ୟବାଦ ମହେନ୍ଦ୍ର ଭାଇ। ଆମେ ଦେଖୁଛୁ ଅବ୍ରାହ୍ମଙ୍କ ସହିତ ପରମେଶ୍ୱରଙ୍କ ଯୋଉ ଚୁକ୍ତି କରୁଛନ୍ତି, କି ଯେତେବେଳେ ପରମେଶ୍ୱରଙ୍କୁ ଅବ୍ରାହ୍ମ ବିଶ୍ୱାସ କଲେ, ଆଉ ଯୋଉ ତାଙ୍କ ପୁଅ ହେଲା ପରେ, ଇସାକ ହେଲା ପରେ, ତାପରେ ସେ ପରମେଶ୍ୱର ହଉଛି କଣ କରୁଛନ୍ତି, ଅବ୍ରାହ୍ମଙ୍କ ସବୁ ଚୁକ୍ତି କରୁଛନ୍ତି କି କଣ କଲେ ଆଉ ସେମାନେ ଈଶ୍ୱରଙ୍କର ଲୋକ ହେବେ। ତ ଦେଖୁଛୁ ଆମେ, ଆଉ ନିଶ୍ଚୟ ତାଙ୍କୁ ସୁନ୍ନତ ହେବାକୁ ପଡିବ। ଏଟା ହଉଛି କର୍ତ୍ତବ୍ୟ ଦାୟିତ୍ୱ। ଯିଏ ସୁନ୍ନତ ହେଇନି, ସେ କଣ ହବନି, ଈଶ୍ୱରଙ୍କର ସନ୍ତାନ ବା ଈଶ୍ୱରଙ୍କ ଲୋକ ହେଇପାରିବନି। ସେଟା ତାଙ୍କୁ ଦାୟିତ୍ୱ ଦିଆହେଲା। ତ ସେଇଠୁ କଣ ହେଲା, ସୁନ୍ନତ ଆରମ୍ଭ ହେଲା। ତାପରେ ଆମେ ଧୀରେ 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 ଦେଖୁଛୁ ଅନେକ ଯୋଉ ଦାୟିତ୍ୱ ଆଉ ସବୁ ମାନେ ଆମର ଜିଉତି ଲୋକମାନେ ଯେତେବେଳେ ଆସିଲେ, ଶଙ୍ଖ ପଡିଲା, ତାପରେ ନିୟମ ନୀତି ସବୁ ହେଲା, ତାପରେ ସବୁ ଦାୟିତ୍ୱ ଦିଆ ହେଲା। ପ୍ରତ୍ୟେକ ମନୁଷ୍ୟ ପାଇଁ ପରମେଶ୍ୱର କଣ କଲେ, ଦାୟିତ୍ୱ ବା କର୍ତ୍ତବ୍ୟ, କର୍ତ୍ତବ୍ୟ ତ ଯାହା କରିବା ନିହାତି ଆବଶ୍ୟକ, ଯେ ନକଲେ ହବନି। ବେଳେ ବେଳେ ଆମେ ଦାୟିତ୍ୱ ବା କର୍ତ୍ତବ୍ୟ କହିଲେ ଆମେ ବେଳେ ଭାବୁଛୁ କଲେଜ ଚଳିବ, ନ କଲେ ଚଳିବ। କିନ୍ତୁ ଦାୟିତ୍ୱ ଆଉ କର୍ତ୍ତବ୍ୟର ତାର ହଉଛି ପ୍ରକୃତ ତାର ଡେଫିନେସନ ହେଲା, ଯୋଉଟା କି ଜିମେଦାରି, ମାନେ କରିବାକୁ ବାଧ୍ୟ। ଗୋଟେ ପୁଅର କର୍ତ୍ତବ୍ୟ କଣ, ବାପା ମାକୁ ସେ ଦେଖିବ, ଏଇଟା ହଉଛି ବାଧ୍ୟ, ତା ପାଇଁ ବାଧ୍ୟ। ଏଇଟା ଯେ ନ କରିବ, ସେ ତା ପୁଅ ହବାର ଅଧିକାର ନାହିଁ। ଗୋଟେ ସ୍ଵାମୀର କର୍ତ୍ତବ୍ୟ ହେଲା ତା ସ୍ତ୍ରୀ କି ସେ ପ୍ରେମ କରିବ, ଆଉ ତା ସ୍ତ୍ରୀର ସମସ୍ତ ବିଷୟ କଣ କରିବ, ସେ ବୁଝିବ, ତା ଦୁଃଖ ସୁଖର ସାଥୀ ହବ। ଏଇଟା ତା କର୍ତ୍ତବ୍ୟ। ଏଇଟା ନ କଲେ ହବନି। ଯଦି ଗୋଟେ ସ୍ଵାମୀ ଏ କାମ କରୁନି, ମାନେ ସେ ସ୍ଵାମୀର ଅଧିକାର ସିଏ ମାନେ ପାଇବା ଯୋଗ୍ୟ ନୁହେଁ, ସେ ବଞ୍ଚିତ ହବ। ସେପରି ଗୋଟେ ସ୍ତ୍ରୀର ମଧ୍ୟ କର୍ତ୍ତବ୍ୟ କଣ, ସେ ତା ସ୍ଵାମୀର ଅଧୀନରେ ବା ତା ସ୍ଵାମୀର
ସମସ୍ତ ସୁଖ ଦୁଃଖର ସାଥୀ ହବ। ଏହା ଗୋଟେ ସ୍ତ୍ରୀର କର୍ତ୍ତବ୍ୟ ବା ସେ ସ୍ତ୍ରୀର ଦାୟିତ୍ୱ। ଏଇଟା ନକଲେ ହବନି। ଏଇଟା ବାକ୍ୟ ଆମକୁ ଶିଖଉଛି। ଗୋଟେ ବାଳକ ବାଳିକା ମାନଙ୍କର କର୍ତ୍ତବ୍ୟ କଣ? ତାଙ୍କ ବାପା ମାର କଥା ମାନିବେ, ତାଙ୍କ ବାପା ମାଙ୍କର ଅଧୀନରେ ସେମାନେ ରହିବେ। ଯଦି ଏହା ସେମାନେ ନ କରୁଛନ୍ତି ଆଉ ସେମାନେ ପୁଅ ଝିଅ ହବାର ତାଙ୍କର ଅଧିକାର ନାହିଁ ବା ତାଙ୍କ ଯୋଗ୍ୟ ନାହିଁ। ତ ଏପରି ପ୍ରତ୍ୟେକ ରିସ୍ତାର କର୍ତ୍ତବ୍ୟ ଅଛି, କାମ ଅଛି, ଯାହାକି ନକଲେ ହବନି। ସେଇପରି ଆମେ ଯଦି ଦେଖୁଛୁ ଏପରି ଆମେ ଯଦି ପୁରାତନ ନିୟମ ଦେଖିବା, ବହୁତ ମାନେ ଦାୟିତ୍ୱ ସବୁ ଦିଆହେଇଛି, ବହୁତ ସବୁ କାମ କଣ କରାଯାଇଛି ଦିଆହେଇଛି, ଯାହାକି ନକଲ ହବନି। ଯେମିତି ଯେମିତି ସେଟା କରିବାକୁ ପଡିବ। ଯଦି ନ କରିବ ତା ହଉଛି ଈଶ୍ୱରଙ୍କ ଦୃଷ୍ଟିକୋଣ ଅନ୍ୟାୟ ହବ ବା ଈଶ୍ୱର ତା ପାପ ହବ। ଠିକ ସେଇପରି ଆଜିକା ସମୟରେ ଆମେ ଦେଖୁଛୁ ଗୋଟେ ଖ୍ରୀଷ୍ଟିଆନ ହିସାବରେ ଆମର ମଧ୍ୟ କର୍ତ୍ତବ୍ୟ ଅଛି। କଣ? ଯେତେବେଳେ ଆମେ ପରମେଶ୍ୱରଙ୍କୁ ଆଉ ଆମେ ଗ୍ରହଣ କରୁଛୁ, ପ୍ରଭୁ ଯୀଶୁଙ୍କୁ ଆମେ ଆମର ପ୍ରଭୁ ବୋଲି ଆମେ ମାନେ ବିଶ୍ୱାସ କରିବାକୁ ଚାହୁଁଛୁ, ଆମର ମଧ୍ୟ କର୍ତ୍ତବ୍ୟ ଅଛି। କଣ? ଆମେ ଶୁଣୁଛୁ, ଆମେ ବିଶ୍ୱାସ କରୁଛୁ, ଶୁଣୁଛୁ, ବିଶ୍ୱାସ କରୁଛୁ, ତାପରେ ଆମେ ସ୍ୱୀକାର କରୁଛୁ, ଅନୁତାପ କରୁଛୁ, ବାପ୍ତିସ୍ମ ହଉଛୁ। ସେଇଟା ହଉଛି ଗୋଟେ ଖ୍ରୀଷ୍ଟିଆନ ରହୁଛି କର୍ତ୍ତବ୍ୟ। କାରଣ ଆମର ଯଦି ମାଥ୍ୟୁରେ ହଉ, ଆମର ମାର୍କର କଣ ଅଛି ଲେଖା ହେଇଛି, ଏଇଟା ହଉଛି ପ୍ରଥମ କର୍ତ୍ତବ୍ୟ ଆମର। ତାପରେ ସେକେଣ୍ଡ କର୍ତ୍ତବ୍ୟ କଣ? ଯିଏ ହଉଛି ଈଶ୍ୱରଙ୍କୁ ଆଉ ଗ୍ରହଣ କଲା, ତାର ସେକେଣ୍ଡ କର୍ତ୍ତବ୍ୟ କଣ? ସିଏ ତାର ଆଦେଶ ଅନୁସାରେ କଣ କରିବ? କାର୍ଯ୍ୟ କରିବ। ସେଟା ହଉଛି ତାର ଆଉ ଗୋଟେ କର୍ତ୍ତବ୍ୟ। ଏମିତି ବହୁତ କର୍ତ୍ତବ୍ୟ ଅଛି, ଯାହାକି ଗୋଟେ ଖ୍ରୀଷ୍ଟିଆନ ର ଆଉ ତା ହଉଛି କାମ। ସେଇଟା ନ କଲେ ଆମେ ଗୋଟେ ଖ୍ରୀଷ୍ଟିଆନ ବୋଲି ଆମେ କଣ ହବାନି? ଗଣିତ ହବାନି। କିନ୍ତୁ ଆଜି କଣ କରୁଛେ? ଆମେ ଯୋଉ ଖ୍ରୀଷ୍ଟିଆନ ହେଲା ପରେ ଯୋଉ କର୍ତ୍ତବ୍ୟ ଆମକୁ ଦିଆହେଇଛି, ଯୋଉ ଦାୟିତ୍ୱ ଆମକୁ ଦିଆହେଇଛି, ଯୋଉ କାମ ଆମକୁ ଦିଆହେଇଛି, ଆମେ କଣ କରୁଛେ? ଆମେ ସେ କାମକୁ ଆମେ ମାନେ ହାଲକା ହରୁ ଦଉଛେ। ଆମେ ଯୋଉ ଜାଗତୀୟ କର୍ତ୍ତବ୍ୟ ଆମକୁ ଦିଆହେଇଛି, ତା ପରିବାରର ହଉ, ସାଙ୍ଗସାଥିର ହଉ, ଆମର ପଡୋଶୀ ଘରର ହଉ, ଏଇ ସବୁ କର୍ତ୍ତବ୍ୟ ଆମେ କଣ କରୁଛୁ? ଏଇ ସବୁ କାମକୁ ଆମେ କଣ କରୁଛୁ? ଆମେ ପ୍ରଥମ ସ୍ଥାନ ଆମେ ଦଉଛୁ। କିନ୍ତୁ ପ୍ରଭୁଙ୍କର ଯୋଉ ଦାୟିତ୍ୱ ଆମ ମାନଙ୍କୁ ଦିଆ ହେଇଛି, ଗୋଟେ ଖ୍ରୀଷ୍ଟିଆନ ହିସାବରେ, ଗୋଟେ ଆତ୍ମିକ ବ୍ୟକ୍ତି ହିସାବରେ, ଗୋଟେ ପରମେଶ୍ୱର ପ୍ରେମୀ ହିସାବରେ, ସେ କର୍ତ୍ତବ୍ୟକୁ ସେ ଦାୟିତ୍ୱ କାମ କଣ କରୁଛୁ? ଆମେ ପଛରେ ଭାବୁଛୁ। ଆମେ ଯଦି ଦେଖିବା ମାଥ୍ୟୁରେ ସେତେବେଳେ ଶିଷ୍ୟ ମାନଙ୍କୁ ଦିଆ ହଉଛି ମାନେ ଦାୟିତ୍ୱ, କିନ୍ତୁ ତୁମେ କଣ କରିବ? ସମଗ୍ର ଜଗତକୁ ଯାଇ କଣ କରିବ? ପରମେଶ୍ୱରଙ୍କ ଯୋଉ ସୁସମାଚାରକୁ ପ୍ରଚାର କରିବ ବୋଲି ତାଙ୍କୁ ସେ ଦାୟିତ୍ୱ ଦିଆହେଲା। ଆଉ ସେମାନେ କଣ କଲେ? ସେ ଦାୟିତ୍ୱକୁ ସେମାନେ ନିଭଉଛନ୍ତି, କରୁଛନ୍ତି। କାରଣ ସେ ନକଲ ହବନି। ଗୋଟେ ଖ୍ରୀଷ୍ଟିଆନ ହିସାବରେ ସେମାନେ କଣ କରୁଛନ୍ତି? ଈଶ୍ୱରଙ୍କର ଯୋଉ କାର୍ଯ୍ୟ, ଈଶ୍ୱର ତାଙ୍କୁ ଯୋଉ ଦାୟିତ୍ୱ ଦେଲେ, ସେ ଦାୟିତ୍ୱ ଆମମାନଙ୍କୁ ଜଣେ ହେଲା ପରେ ସେଟା ଆମର କର୍ତ୍ତବ୍ୟ ହେଇଯାଏ। ସେ କରିବାକୁ ଆମେ ବାଧ୍ୟ। ଆଉ ସେ କଣ କରୁଛନ୍ତି? ସେ କାମ କରୁଛନ୍ତି। ଆଜି ଆମମାନଙ୍କୁ ମଧ୍ୟ କୁହାଯାଇଛି କଣ? ତୁମମାନଙ୍କୁ ମଧ୍ୟ ଯାଇ କଣ ସେ ସୁସମାଚାର ଅନ୍ୟ ଅନ୍ୟ ଲୋକମାନଙ୍କ ପାଖରେ ପ୍ରଚାର କର। ଆଜି ସେ କର୍ତ୍ତବ୍ୟ ଆମେ କଣ କରୁଛେ? ଆମେ ଭୁଲ ଯାଉଛେ। ଆମେ ଅନ୍ୟ କର୍ତ୍ତବ୍ୟ, ଜାଗତିକ କର୍ତ୍ତବ୍ୟରେ ଆମେ କଣ ହଉଛେ? ଆମେ ବ୍ୟସ୍ତ ହଉଛେ। ଆଉ ଗୋଟେ ଆମର କର୍ତ୍ତବ୍ୟ କଣ? ଯଦି ପଡିଆ ଲୋକ 18:1 ଲୋକ ବାଜା 18 ଆସୁନି। ଲୋକ 18:1 କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ। ଆମେ ଦେଖୁଛେ ଏଠି କଣ? ପ୍ରାର୍ଥନା କରିବା ମଧ୍ୟ ଆମର କର୍ତ୍ତବ୍ୟ। ବେଳେବେଳେ ଆମେ କଣ କରୁଛେ? ଆମେ ପ୍ରାର୍ଥନା କରିବା ମଧ୍ୟ କଣ କରୁଛେ? ଆମେ ଭୁଲି ଯାଉଛେ। ଏତେ ବ୍ୟସ୍ତତା ଭିତରେ, ଏତେ
ଆଉ ଜାଗତିକ ମାନେ ଯୋଉ କାର୍ଯ୍ୟ ଜାଗତିକ କାର୍ଯ୍ୟ ମାନଙ୍କର ଆମର ଯୋଉ ଦାୟିତ୍ୱ ଅଛି, ଯୋଉ ଜାଗତିକ ଦାୟିତ୍ୱ ଅଛି, ଆମର ପାରିବାରିକ ଦାୟିତ୍ୱ ଅଛି, ସେ ଦାୟିତ୍ୱରେ ଆମେ ଈଶ୍ୱରଙ୍କ ଦାୟିତ୍ୱ କଣ ହଉଛି ଆମ କର୍ତ୍ତବ୍ୟ, ଆମେ ଯୋଉ ଆମକୁ କୁହା ହେଇଛି କରିବା ପାଇଁ ସେଟା ଆମେ କଣ କରୁଛେ, ଆମେ ଆମେ ଭୁଲି ଖାଉଛେ। ଯୋଉ ଦାୟିତ୍ୱ ଆମକୁ ସ୍ୱର୍ଗ ହବ, ଯୋଉ ଯୋଉ କର୍ତ୍ତବ୍ୟ ଯୋଉ କାମ ଆମେ କଲେ ଆମେ ଈଶ୍ୱରଙ୍କ ଠାରୁ ପୁରସ୍କାର ପାଇବା, ଯୋଉ ଦାୟିତ୍ୱ ଆମେ କଲେ ଆମମାନଙ୍କର ପରମେଶ୍ୱର ଆମ ପ୍ରତି ଖୁସି ହେବେ, ଆମେ ସେ ଦାୟିତ୍ୱ ସେ କର୍ତ୍ତବ୍ୟ ନ କରିକି ଆମେ ଏଇପରି କର୍ତ୍ତବ୍ୟ କରୁଛେ, ଏଇପରି କାମ କରୁଛେ ଯୋଉ କାମରେ ଆମର କୌଣସି ଲାଭ ହବନି। ପ୍ରେରିତ 5:29 ଆମେ ପଢିବା। ପ୍ରେରିତ 5:29। ପ୍ରେରିତ 5:29। କିନ୍ତୁ ପିତର ଓ ଅନ୍ୟ ପ୍ରେରିତ ମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ। ଧନ୍ୟବାଦ। ଏଇଟା ଆମେ ଦେଖୁଛୁ କଣ ଲେଖା ହେଇଛି, ମନୁଷ୍ୟ ମାନଙ୍କର ଆଜ୍ଞା ପାଳନ କରିବା ଅପେକ୍ଷା ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ। ଏଇଟା ମଧ୍ୟ ଆମକୁ ଦାୟିତ୍ୱ ଦିଆଯାଇଛି। ଆମର ପ୍ରଥମ ଆଜ୍ଞା ଆମେ ଈଶ୍ୱରଙ୍କର ଆଜ୍ଞା ମାନିବା ବା ଈଶ୍ୱରଙ୍କ କାର୍ଯ୍ୟ କରିବା, ବା ଆଜ୍ଞା ମାନେ କଣ, ତାଙ୍କ ଯୋଉ ଆମକୁ କୁହାଯାଇଛି, ପରମେଶ୍ୱର ଯାହା ଯାହା ଆମକୁ କୁହାଯାଇଛି ସେ ସବୁ କରିବା ଆମର ପ୍ରଥମ ଆମର କର୍ତ୍ତବ୍ୟ, ପ୍ରଥମ ଆମର ଦାୟିତ୍ୱ ସେଇଟା। ବାକି କାମ ସେକେଣ୍ଡ, ତା ଯେକୌଣସି କାମ ହଉ, ମୋ ସ୍ତ୍ରୀ କହିଥାଉ, ମୋ ପିଲାମାନେ ମତେ କହିଥାନ୍ତୁ, କି ମୋ ସାଙ୍ଗ ମତେ କହିଥାଉ, କି ମୋର ଯେକୌଣସି ମୋର ଭାଇ ହଉ, ମୋ ଚର୍ଚ୍ଚ ଭାଇ ହଉ, କି ମୋର ଜାଗତୀୟ ଭାଇ ହଉ, ଯିଏ କହୁଛି କହୁ, କିନ୍ତୁ ତା ଆଗରେ ଯଦି ଈଶ୍ୱରଙ୍କର କାମ ଯଦି ଆଗେ ଆସୁଛି, ଆମେ ଈଶ୍ୱରଙ୍କ କାମ ଆମେ ଆଗେ କରିବା ଦରକାର। ଆଜି ଆମେ କଣ କରୁଛେ, ଈଶ୍ୱରଙ୍କର ଦାୟିତ୍ୱକୁ ଆମେ କଣ କରୁଛେ, ପଛରେ ରଖିକି ଆମେ ଆମେ ମନୁଷ୍ୟ ମାନଙ୍କ କର୍ତ୍ତବ୍ୟକୁ ଆମେ ଆଗ କରିବା ପାଇଁ ଆମେ ଚେଷ୍ଟା କରୁଛେ। ଆମେ ମନୁଷ୍ୟ ଖୁସି କରିବା ପାଇଁ ଚେଷ୍ଟା କରୁଛେ, ଆମେ ପରିବାର ଖୁସି କରିବା ପାଇଁ ଚେଷ୍ଟା କରୁଛେ, ଆମେ ଆମ ପଡୋଶୀ ଲୋକଙ୍କୁ ଖୁସି କରିବା ପାଇଁ ଆମେ କଣ କରୁଛେ, ଆମେ ଚେଷ୍ଟା କରୁଛେ। କିନ୍ତୁ ଆମେ ଖ୍ରୀଷ୍ଟଙ୍କୁ ବା ପରମେଶ୍ୱରଙ୍କୁ ଆମେ ଖୁସି କରିବା ପାଇଁ କଣ କରୁନା, ଆମେ ଆମେ ଚେଷ୍ଟା ଆମେ କରୁନେ। ଆଉ ଗୋଟେ ଆମ କର୍ତ୍ତବ୍ୟ କଣ ଆମର, ଆମେ ପରସ୍ପରକୁ ପ୍ରେମ କରିବା ଆମର କର୍ତ୍ତବ୍ୟ ବୋଲି ଲେଖା ହେଇଛି। ଟିକେ ପ୍ରଥମ ଜନ 3:11, ପ୍ରଥମ ଜନ 3:11। କାରଣ ଆମମାନଙ୍କର ଯେ ପରସ୍ପରକୁ ପ୍ରେମ କରିବା କର୍ତ୍ତବ୍ୟ, ଏହି ବାଣୀ ତୁମେମାନେ ଆଦ୍ୟରୁ ଶୁଣିଅଛ। ପରସ୍ପରକୁ ପ୍ରେମ କରିବା ମଧ୍ୟ ଆମ କଣ କର୍ତ୍ତବ୍ୟ, ପରସ୍ପରକୁ ପ୍ରେମ କରିବା। ଏବେ କାଲି ଆମର ପିକନିକ ହେଲା, ପିକନିକ ରେ ଆମର ଗୋଟେ ମୋ ସାଙ୍ଗରେ ଗୋଟେ ଛୋଟ ଭାଇ ଯାଇଥିଲା, ଯିଏ କି ଆମର ସାଥ ଜାଣିଛନ୍ତି, ସିଏ ଅନ୍ୟ ମଣ୍ଡଳୀର ପିଲା, କିନ୍ତୁ ସେ ସେତେବେଳେ ଆମ ମଣ୍ଡଳୀକି ଆସିଛି, କହିଲେ କି ତାଙ୍କର ଲୋକ ଖବର ଖାଇଲେ, ତାଙ୍କୁ କହିଲେ କଣ, ତାଙ୍କ ମଣ୍ଡଳୀରେ କୌଣସି କାର୍ଯ୍ୟକୁ ଯିବନି, କାରଣ ତାଙ୍କ ମଣ୍ଡଳୀରେ ଠିକ ଭାବରେ ପ୍ରାର୍ଥନା କରନ୍ତିନି, ହୃଦୟରୁ କରନ୍ତିନି। ତାପରେ ମୁଁ ତାକୁ କହିଲି, ତମର ଯୋଉ ମଣ୍ଡଳୀ ଲୋକମାନେ ଅଛନ୍ତି, ତମ ଘରେ ଯାଉଛନ୍ତି, ତମ ଘର ଆଉ ତମ ପଡିଶା ଘର ଗୋଟେ ମଣ୍ଡଳୀ ଯାଆନ୍ତି ନା? କହିଲା ହଁ। ମୁଁ କହିଲି ତାଙ୍କ ଭିତରେ କେତେ ଗଣ୍ଡଗୋଳ ହଉଛି? ହଁ ଅଙ୍କଲ, ପ୍ରବଳ ଗଣ୍ଡଗୋଳ ହଉଛି। ମୁଁ କହିଲି ଦେଖେ, ତମ ମଣ୍ଡଳୀ ଯୋଉ ଲୋକମାନଙ୍କ ଭିତରେ ପ୍ରେମ ନାହିଁ, କିନ୍ତୁ ସେମାନେ କଣ ହଉଛନ୍ତି, ତାଙ୍କ ମଣ୍ଡଳୀ ପାଖକୁ ଯାଆନା, ତାଙ୍କ ମଣ୍ଡଳୀ ହଳ ନାହିଁ, ମାନେ ଠିକ ରେ ସେମାନେ ପ୍ରାର୍ଥନା କରୁଥାନ୍ତି। ତାପରେ ସେ ପିଲା କହିଲା, ହଁ ଅଙ୍କଲ, ତମେ ଠିକ କହିଲ, କି ଆମ ମଣ୍ଡଳୀ ଲୋକ ଆମ ଭିତରେ କଣ ନାହିଁ, ପ୍ରେମ ନାହିଁ, ରାଗ ଭର୍ତ୍ତି ହେଇଛି, ହିଂସା ଭର୍ତ୍ତି ହେଇଛି, ଈର୍ଷା ଭର୍ତ୍ତି ହେଇଛି। ସେ ପ୍ରେମରୁ ଜାଣିଲା କି ନାଇଁ, ତମର ତମର ବହୁତ ଠିକ, ତମର ଭଲ, ମୁଁ ଦେଖିଲି ତମ ଭିତରେ କେତେ ପ୍ରେମ ଅଛି। ଛୋଟ ପିଲାଟା, ବେଶୀ ବର୍ଷ ହବନି, 12-11 ବର୍ଷ ଖଣ୍ଡେ ହବ, ମାନେ ସେ ଆମ ପ୍ରେମ ଦେଖି ସେ ଜାଣିଲା।
ସେ ଛୋଟ ପିଲା ମଧ୍ୟ ଅନ୍ୟ ମଣ୍ଡଳୀ ଲୋକମାନେ କଣ କରୁଛନ୍ତି, ସେମାନେ ଦେଖନ୍ତି କେମିତି ମାନେ ଭୁଲ ଅଛନ୍ତି। ତ ଆମ କର୍ତ୍ତବ୍ୟ କଣ, ଆମେ ପରସ୍ପରକୁ ପ୍ରେମ କରିବା, ଆଉ ସେ ପ୍ରେମ ଦେଖି ଜଗତ ଜାଣିବ କି ଆମେ ପ୍ରକୃତ କଣ, ଆମେ ଖ୍ରୀଷ୍ଟିଆନ। ଆମେ ଆଡେ କହିଦଉଥିବା ଆମେ ଈଶ୍ୱରଙ୍କର ଶିଷ୍ୟ, ଆମେ ପରମେଶ୍ୱରଙ୍କର ପୁତ୍ର ପୁତ୍ରୀ, କିନ୍ତୁ ଆମ ହୃଦୟରେ ଆମର ମନରେ ପରସ୍ପର ପ୍ରତି ପ୍ରେମ ନଥିବ, ପରସ୍ପର ପ୍ରତି ଘୃଣା ଭାବ ଥିବ, ଆମେ ପରସ୍ପର କଥା ହଉନଥିବା, ଛୋଟ ବଡ ଥୁବା, ତ ଏଇଟା ଆମେ କଣ ଖ୍ରୀଷ୍ଟିଆନର ସ୍ୱଭାବ? ଆମକୁ ପରମେଶ୍ୱର ଏ କର୍ତ୍ତବ୍ୟ କହିଛନ୍ତି କି ତମେ ଶତ୍ରୁକୁ ଘୃଣା କର, ତମେ ତାକୁ ଛୋଟ ଦେଖ? ନାଇଁ, ସେଇଟା ଆମର କର୍ତ୍ତବ୍ୟ ନାହିଁ କି ଆମ ଦାୟିତ୍ବ ନାହିଁ। ଆମକୁ କୁହାଯାଇଛି କଣ, ପରସ୍ପରକୁ ତମେ କଣ କର, ପ୍ରେମ କର। ଏହା ହଉଛି ଈଶ୍ୱରଙ୍କର ଆମ ପ୍ରତି କଣ ଦେଇଥିବା ଦାୟିତ୍ବ, ଯାହା ହଉଛି ତାହା ହଉଛି ଆମର କଣ ଗୋଟେ କର୍ତ୍ତବ୍ୟ। ଆଉ ଗୋଟେ କର୍ତ୍ତବ୍ୟ ଆମେ ଦେଖିବା, ସେଇ ପ୍ରଥମ ଜହନ 2:6, ଯେ ଏଇ ପ୍ରଥମ ତାହାଙ୍କ ଠାରେ ରହେ, ଯେ ତାହାଙ୍କ ଠାରେ ରହେ ବୋଲି କହେ, ତାହାଙ୍କ ପରି ଆଚରଣ କରିବା ମଧ୍ୟ କର୍ତ୍ତବ୍ୟ। ଏହା ମଧ୍ୟ ଗୋଟେ କର୍ତ୍ତବ୍ୟ। ଯଦି ଆମେ ଖ୍ରୀଷ୍ଟିଆନ ହେଇଛୁ, ଆମେ ଯଦି ଖ୍ରୀଷ୍ଟଙ୍କ ଠାରେ ଆମେ ଅଛୁ, ଆମେ ଯଦି ଖ୍ରୀଷ୍ଟଙ୍କ ରାଜ୍ୟରେ ଅଛୁ, ମାନେ ଆମର ମଧ୍ୟ କର୍ତ୍ତବ୍ୟ କଣ, ଆମେ ଖ୍ରୀଷ୍ଟଙ୍କ ପରି ଆମର ଆଚରଣ କରିବା ଆମର କର୍ତ୍ତବ୍ୟ। ଆମର ସେଇ ଆଚରଣ ଦେଖି କଣ କରିବେ, ଅନେକ ଲୋକ ଅଟୋମେଟିକ ଝିକି ହେଇକି ଆମ ପାଖକୁ ଆସିବେ। ଆମେ ପ୍ରଚାର କରିବା ଦୂରର କଥା, ଆମ କାମ ଦେଖିକି, ଆମ ଯୋଉ କର୍ତ୍ତବ୍ୟ ଆମର ଦାୟିତ୍ବ ଦେଖି ସେମାନେ ଝିକି ହେଇକି ଆସିବେ। ନାଇଁ, ଆଙ୍କର ଏତେ ପ୍ରେମ, ଆଙ୍କ ଆଚରଣ ଭଲ, ଆଙ୍କେ କାହା ବିରୁଦ୍ଧରେ କହୁନାହାନ୍ତି, କାହାକୁ ରାଗଉନାହାନ୍ତି, କାହାକୁ କିଛି ଖରାପ କଥା କହୁନାହାନ୍ତି, କାହା ବିଷୟରେ ଗପୁନାହାନ୍ତି, ସେ ଯାହା କହୁଛନ୍ତି ସବୁବେଳେ ସତ୍ୟ ହଉଛନ୍ତି, ସେ ଯାହା କହୁଛନ୍ତି ସବୁବେଳେ ଠିକ ହଉଛନ୍ତି, ସେ ଯାହା କହୁଛନ୍ତି ସବୁବେଳେ ନ୍ୟାୟ ହଉଛନ୍ତି। ଏହା ହଉଛି ଖ୍ରୀଷ୍ଟଙ୍କର ଆଚରଣ। ଆଜି ଆମ ମଧ୍ୟରେ ମଧ୍ୟ ସେଇ ଆଚରଣ ରହିବା ମଧ୍ୟ ଆମର କର୍ତ୍ତବ୍ୟ। ସେଟା ଆମେ ନକଲେ ହବନି। କର୍ତ୍ତବ୍ୟ ମାନେ କଣ, ଆମକୁ କରିବାକୁ ହିଁ ପଡିବ ଗୋଟେ ଖ୍ରୀଷ୍ଟିଆନ ହିସାବରେ। ଏହା ହଉଛି ପରମେଶ୍ୱରଙ୍କର ଆମକୁ ଦେଇଥିବା ଦାୟିତ୍ବ। ସେ ଦାୟିତ୍ବ ଆମେ ହେବାଟା ଆମର ବହୁତ କମେଇ ହେଇଛି। ପଢିବା ଲାଷ୍ଟ ଟା 2 ଥେସଲୋନିକୀୟ 1:3। ଦ୍ୱିତୀୟ ତେସଲୋନିକୀୟ 1:3। ହେ ଭାଇମାନେ, ତୁମମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି ପରସ୍ପର ପ୍ରତି ତୁମ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢିଅଛି। ଆଉ ଗୋଟେ କର୍ତ୍ତବ୍ୟ କଣ, ଆମେ ସଦା ସର୍ବଦା ଆମେ ପରମେଶ୍ୱର କଣ କରିବା, ଧନ୍ୟବାଦ ଦବା। ପରମେଶ୍ୱର ଚାହାନ୍ତି ତା ସୁଖରେ ହଉ, ତା ଦୁଃଖରେ ହଉ, ଆମକୁ କିଏ ନ ପଚାରନ୍ତୁ, ଆମକୁ ଘୃଣା କରନ୍ତୁ, ଆମର ଅଭାବ ଥାଉ, ଆମର ରୋଗ ଥାଉ, ଆମେ କଣ କରିବା, ସବୁବେଳେ ଆମେ କଣ କରିବା, ଈଶ୍ୱରଙ୍କୁ ଧନ୍ୟବାଦ ଦବା। ଏହା ହଉଛି କର୍ତ୍ତବ୍ୟ। ପରମେଶ୍ୱର ଏହା ଚାହାନ୍ତି। କାରଣ ପାଉଲ ଗୋଟେ ବିଷୟରେ ହଉଛି, ଯେତେବେଳେ ପାଉଲ ସାଉଲ ହେଇକି ଥିଲା, ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡନା ହଉଥିଲା, ସେତେବେଳେ ସେ ମନରେ ଭାବୁଥିଲା କି ଖ୍ରୀଷ୍ଟିଆନ ମାନଙ୍କୁ ମାନେ ତାଡନା ଦେବା ତାର କର୍ତ୍ତବ୍ୟ ବୋଲିକିରି। କର୍ତ୍ତବ୍ୟ ଅର୍ଥ କଣ, ଯାହା କରିବାକୁ ବାଧ୍ୟ। କର୍ତ୍ତବ୍ୟ ଅର୍ଥ ଯାହା ମାନେ କୁହାହେଇଛି କରିବା ପାଇଁ, ମାନେ କରିବାକୁ ହିଁ ପଡିବ। ଲାଷ୍ଟରେ ଆମେ ପଢିବା, ଲାଷ୍ଟ ପଦଟା 2 ଜୋହନ 1:8। ସରି, ମୋର ଅତଏବ ଦେହ ଥିଲା। ଆମେମାନେ ଯେପରି ସତ୍ୟ ସକାଶେ ସେମାନଙ୍କର କାର୍ଯ୍ୟକାରୀ ହୋଇପାରୁ, ଏଥି ନିମନ୍ତେ ସେମାନଙ୍କର ଉପକାର କରିବା ଆମମାନଙ୍କର କର୍ତ୍ତବ୍ୟ। ଆମେ ଆମର ଭାଇ ମାନଙ୍କର ମଧ୍ୟ ଉପକାର କରିବା ଆମର କର୍ତ୍ତବ୍ୟ।
ଯୋଉମାନେ ଖ୍ରୀଷ୍ଟଙ୍କୁ ଜାଣି ଅଛନ୍ତି ବା ନ ଜାଣିଥାନ୍ତୁ ତାଙ୍କର ମଧ୍ୟ ଉପକାର କରିବା କଣ ଆମର କର୍ତ୍ତବ୍ୟ। ତ ଏହିପରି ମୁଁ କିଛି କର୍ତ୍ତବ୍ୟ ବା କିଛି ଦାୟିତ୍ୱ ବିଷୟରେ କହିଲି। ଏହିପରି ଅନେକ ଦାୟିତ୍ୱ ଅନେକ କର୍ତ୍ତବ୍ୟ ଆମମାନଙ୍କୁ ଦିଆ ହେଇଛି। ସେ ଦାୟିତ୍ୱ ଗୁଡାକୁ ଆମକୁ ନିଭେଇବାର ହଉଛି ଆମର କର୍ତ୍ତବ୍ୟ ଗୋଟେ ଖ୍ରୀଷ୍ଟିଆନ ହିସାବରେ। ବିଶେଷ କରି ଯଦି ମୁଁ କହିବାକୁ ଚାହୁଁଛି, ପ୍ରଥମ ହଉଛି ଆମର ମଣ୍ଡଳୀରେ ଯେକୌଣସି କାର୍ଯ୍ୟ ହଉଛି, ମଣ୍ଡଳୀରେ ଯାହା ବି ହଉଛି, ମଣ୍ଡଳୀର କାର୍ଯ୍ୟ ପାଇଁ ଯାହା ଯାହା ଆମକୁ ସବୁ ଦାୟିତ୍ୱ ଦିଆଯାଇଛି ତା ବାଇବେଲ ଲିଖିତ ହଉ ବା ଆମର ମଣ୍ଡଳୀରେ ମିଟିଂ ହେଇକି ବା ଆଲୋଚନା ଯୋଉ ଦାୟିତ୍ୱ ଦିଆ ହଉଛି ସେଗୁଡା କରିବା ଆମର ପ୍ରଥମ କର୍ତ୍ତବ୍ୟ। ସେକେଣ୍ଡରେ ଆମର ପାରିବାରିକ, ଆମର ଜାଗତିକ, ଆମର ସାଂସାରିକ ଯୋଉ କର୍ତ୍ତବ୍ୟ ଅଛି ତାହା ଆମେ କରିବା। କର୍ତ୍ତବ୍ୟ ଉଭୟ କରିବା, ଇଆଡେ ସାଂସାରିକ କର୍ତ୍ତବ୍ୟ କରିବା, ଇଆଡେ ଆତ୍ମିକର ବା ଈଶ୍ୱରଙ୍କର ଯୋଉ ଦାୟିତ୍ୱ ଅଛି ତାହା ମଧ୍ୟ କରିବା। କିନ୍ତୁ ପ୍ରାଥମିକତା କଣ କି ଆମମାନେ ଚେଷ୍ଟା କରିବା ସବୁବେଳେ। ଚେଷ୍ଟା ତ ମୁଁ କହିବିନି, କାରଣ କର୍ତ୍ତବ୍ୟ ମାନେ କରିବାକୁ ହିଁ ପଡିବ। ଯେମିତି ମୁଁ ଫାଷ୍ଟ କହିଲି ଆବ୍ରାହାମଙ୍କ ସମୟରେ ଯିଏ ସୁନ୍ନତ ହଉଛି ସିଏ ହିଁ ଈଶ୍ୱରଙ୍କ ମାନେ ଲୋକ ବୋଲିକି ଜଣା ପଡୁଛି, ଆଉ ଯିଏ ସୁନ୍ନତ ହଉନି ମାନେ ସେ ସବୁ ଲୋକ ବୋଲି ଜଣା ପଡୁନାହିଁ। ସେହିପରି ଆମେ ଯଦି ଈଶ୍ୱରଙ୍କ ଯୋଉ ଦାୟିତ୍ୱ ଆମ ପ୍ରତି ଯୋଉ ଅଛି, ମାନେ ଈଶ୍ୱର ଆମକୁ ଯୋଉ ଦାୟିତ୍ୱ ଦେଇଛନ୍ତି, ଆମର ଯୋଉ ଦାୟିତ୍ୱ ବା କର୍ତ୍ତବ୍ୟ ଈଶ୍ୱରଙ୍କର ପାଇଁ ଆମର ଅଛି, ସେ ଯଦି ଆମେ କରୁନେ ମାନେ ପ୍ରକୃତ ଆମେ ଖ୍ରୀଷ୍ଟିଆନ ନୁହେଁ, କି ଆମେ ମଣ୍ଡଳୀର ସଭ୍ୟ ନୁହେଁ, କି ଆମେ ଯୋଉ ପ୍ରବେଶ କରିଛେ ଆମର ଖାଦ୍ୟରେ ତା ମଧ୍ୟ ବୃଥା ହେଇଯିବ। ତ ଆମର ଯୋଉ ଆଜିର ଶିକ୍ଷା, ଆଉ ମୁଁ ଯାହା ଆଜି ମୁଁ କହିବାକୁ ଚାହିଁଲି, ମୁଁ ଆଶା କରେ କି ଆପଣ ମାନେ ବୁଝିବେ। ଆଉ ଆଜିଠୁ ଆମେ ଚେଷ୍ଟା କରିବା କି ପରମେଶ୍ୱର ଯୋଉ ଦାୟିତ୍ୱ ଆମମାନଙ୍କ ପ୍ରତି ଦେଇଛନ୍ତି, ଯୋଉ କର୍ତ୍ତବ୍ୟ ମାନେ ବହୁତ ଦେଇ ଅଛନ୍ତି, କାରଣ ଯୁଗ ସରି ଆସିଲାଣି। କେତେବେଳେ ଆମେ ଆମର ଆମେ ଜାଣିନେ, ଆମେ ଯଦି ପୁରସ୍କାର ପାଇବାକୁ ଚାହୁଁଛେ, ମୁକୁଟ ପାଇବାକୁ ଚାହୁଁଛେ ବା ସେଇ ଯୀଶୁ ଯୋଉ ଆସିବେ ତାଙ୍କ ସହିତ ଯିବାକୁ ଆମେ ଚାହୁଁଛେ, ଆମେ ଯଦି ତାଙ୍କର ଦେଇଥିବା ଦାୟିତ୍ୱ ଆମ ପ୍ରତି ଯଦି ତାକୁ ଆମେ କରୁଛେ ଠିକ ଭାବରେ, ତ ନିଶ୍ଚୟ ଏଇ ସବୁ ଉପକାର ସହଭାଗୀ, ଏଇ ସବୁ ପୁରସ୍କାର ସହଭାଗୀ ଆମେ ହବା। ଏତିକି କହି ଆଉ ମୁଁ ରଖୁଛି ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ପ୍ରାର୍ଥନା କରିବା ତାପରେ ଶେଷ କରିବା। ମାଧବ ପ୍ରାର୍ଥନା କରେ ତାର ଶେଷ କରିବା। ଠିକ ଅଛି, ଆସନ୍ତୁ ଆମେ ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ଆମମାନଙ୍କର ଦୟାଳୁ ପିତା ପରମେଶ୍ୱର, ଆପଣଙ୍କର ଗୌରବ ମହିମା ପ୍ରଶଂସା ହଉ ପିତା। ପିତା ଆପଣ ମାନଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଇ ଅନଲାଇନ ମାଧ୍ୟମରେ ଯେଉଁ କ୍ଲାସ କଲୁ ପିତା, ଆମମାନଙ୍କର ସହବର୍ତ୍ତୀ ଥିଲେ, ଆମମାନଙ୍କୁ ସାହାଯ୍ୟ କଲେ, ବୁଦ୍ଧି ଆମମାନଙ୍କୁ ପ୍ରଦାନ କଲେ ପିତା। ଏବଂ ଯେଉଁ ଭାଇ ଆମମାନଙ୍କ ନିକଟରେ ଆପଣଙ୍କର ବାକ୍ୟ ବିଚରଣ କଲେ ପିତା, ସେ ଭାଇଙ୍କୁ ମଧ୍ୟ ଆପଣ ବୁଦ୍ଧି ଜ୍ଞାନ ପ୍ରଦାନ କଲେ ଏବଂ ସେ ଆପଣଙ୍କର ବାକ୍ୟ ଆମମାନଙ୍କ ନିକଟରେ ଅତି ସୁନ୍ଦର ଭାବରେ ବିତରଣ କରିପାରିଲେ। ଏବଂ ଯେଉଁ ବାକ୍ୟ ଗୁଡ଼ିକ ଆମମାନଙ୍କୁ କହିଲେ ପିତା, ସେଇ ବାକ୍ୟରେ ଯେପରି ଆମେ ମଧ୍ୟ ସମସ୍ତେ କାର୍ଯ୍ୟକାରୀ ହୋଇପାରିବୁ, ସେଥିପାଇଁ ଆମକୁ ସାହାଯ୍ୟ କରନ୍ତୁ ପିତା। ଯେଉଁ କର୍ତ୍ତବ୍ୟ ଆମମାନଙ୍କର ଅଛି ତାହାକୁ ଆମେ ଯେପରି ପୁରା କରିପାରିବୁ, ସେଥିପାଇଁ ଆମକୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ ଦଉଛୁ ପିତା ପରମେଶ୍ୱର, ଆପଣ ଆମମାନଙ୍କର ସହବର୍ତ୍ତୀ ହୋଇଥିବାରୁ। ପିତା ଏହିପରି ଆପଣ ଆମମାନଙ୍କର ପ୍ରତ୍ୟେକ ସମୟରେ ସହବର୍ତ୍ତୀ ଆମମାନଙ୍କର ହୁଅନ୍ତୁ ଏବଂ ଆମମାନଙ୍କୁ ବୁଦ୍ଧି ଜ୍ଞାନ ପ୍ରଦାନ କରନ୍ତୁ ପିତା, ଯେପରି ଆପଣଙ୍କର ବାକ୍ୟ ପଢିବାରେ, ବୁଝିବାରେ ଏବଂ ଅନେକ ଭାଇ ଭଉଣୀ ମାନଙ୍କୁ ଶିକ୍ଷା ଦେବାରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ ଦଉଛୁ ପିତା ପରମେଶ୍ୱର, ଠାରେ ଯେତେ ବି ଅନଲାଇନ ମାଧ୍ୟମରେ ଭାଇ ଭଉଣୀ ମାନେ ଜଏନ ହେଇଛନ୍ତି ପିତା, ସେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ପିତା। ଏବଂ ଏହିପରି ଆପଣଙ୍କର କାର୍ଯ୍ୟରେ ଯେପରି ସମସ୍ତେ ବଢିପାରିବେ, ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ ଦେଇ ଛୋଟିଆ ପ୍ରାର୍ଥନା ଆପଣଙ୍କର ଦ୍ୱିତୀୟ ପୁତ୍ର ଆମମାନଙ୍କର ତ୍ରାଣକର୍ତ୍ତା ହେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ୍। ଆମେନ୍। ଧନ୍ୟବାଦ।